ବନ୍ଧୁ ଅନ୍ତରଙ୍ଗ ପିଲାମାନେ, ଆମେ ଇତିହାସର ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ କରିଲୁ। ତାପରେ ନଗର ବିଜ୍ଞାନ ଗୋଟେ ଅଧ୍ୟାୟ କରିଥିଲି। ତାପରେ ଦ୍ୱିତୀୟ ବିଷୟକୁ ଯିବା। ତା ପୂର୍ବରୁ ଆମେ କରୁଣାମୟୀ ମହାପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଶରଣ ଏକ ମିନିଟ୍ ଧ୍ୟାନ ପ୍ରାର୍ଥନା କରିବା। ତାପରେ ଆମେ ବିଷୟବସ୍ତୁକୁ ଯିବା। ଧ୍ୟାନ ଓଭର। ଆଜି ପଢ଼ିବା ଗଣତାନ୍ତ୍ରିକ ସରକାରର ମୂଳତତ୍ତ୍ୱ। ଗଣତାନ୍ତ୍ରିକ ସରକାରର ମୂଳତତ୍ତ୍ୱ। ସ୍ୱାଧୀନତା ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ସାମାଜିକ ଜୀବନ ପରେ କି ପରିବର୍ତ୍ତନ ଆସିଥିଲା? ଏହି ଅଧ୍ୟାୟରେ ଆମେ ଗଣତନ୍ତ୍ର ସରକାର କେବଳ ମୌଳିକ ଧାରା ବିଷୟରେ ଅବଗତ ହେବା, ଯାହାର ପ୍ରଭାବ ଜନଜୀବନ ଉପରେ ବହୁଳ ଭାବରେ ପଡ଼େ। ଏଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜନସାଧାରଣଙ୍କ ଅବଦାନ, ଯୋଗଦାନ, ବିଭିନ୍ନ ବାଦ ବିସମ୍ବାଦର ସମାଧାନ, ସମତା ଓ ନ୍ୟାୟ ପ୍ରଦାନ ଇତ୍ୟାଦି ଅନ୍ୟତମ। ଦକ୍ଷିଣ ଆଫ୍ରିକାରେ ବିଭିନ୍ନ ଜାତିର ଲୋକ ବାସ କରନ୍ତି। ଏଠାକାର କଳା ଲୋକମାନେ ଦକ୍ଷିଣ ଆଫ୍ରିକାର ମୂଳ ବାସିନ୍ଦା। ଧନୀ ଲୋକମାନେ ବିଦେଶରୁ ଆସି ଉପନିବେଶ କରି ରହୁ ରହିଛନ୍ତି। ଭାରତୀୟ ଶ୍ରମିକ ବା ବଣିକ ଶ୍ରେଣୀର ଲୋକମାନେ ଏଠାରୁ ଯାଇ ସେଠି ରହିଛନ୍ତି। ସେଇଥିରୁ ଆମେ ଜାଣିବା ସ୍ୱାଧୀନତା ପୂର୍ବରୁ ଦକ୍ଷିଣ ଆମେରିକାରେ ସାମାଜିକ ଜୀବନ ଓ ପରେ କି ପରିବର୍ତ୍ତନ ଆସିଥିଲା। ଦକ୍ଷିଣ ଆଫ୍ରିକାର ମାୟା ନାଇଡୁ ରହୁଥିବା 11 ବର୍ଷ ବାଳକଟିଏ। ଦକ୍ଷିଣ ଆଫ୍ରିକାରେ ମାୟା ନାଇଡୁ ରହିଥିବା 11 ବର୍ଷର ବାଳକଟିଏ। ସେ ମାଆଙ୍କୁ ପୁରୁଣା ବାକ୍ସ ସଫା କରିବାରେ ସାହାଯ୍ୟ କରୁଥିଲେ। ସେଥିରେ 15 ବର୍ଷ ପାଖାପାଖି ଛାତ୍ରମାନଙ୍କ ଅନେକ ଚିତ୍ର ରହିଥିବା ଗୋଟିଏ ଚିରା ବହି ପାଇଲେ। ସେଥିରୁ ଗୋଟିଏ ବାଳକର ଫଟୋ ଦେଖାଇ ସେ ମାଆଙ୍କୁ ତାର ପରିଚୟ ପଚାରୁଛି। ତାର ମାଆ କହିଲେ ତାର ନାମ ହେକ୍ଟର ନଡଲୁକ୍। ସେ ପୁଲିସ ଗୁଳିରେ ପ୍ରାଣ ହରାଇଥିଲା। ସେ ତାଙ୍କ ମାଆଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କାହିଁକି? ବହୁ ବର୍ଷ ତଳେ ଆଫ୍ରିକା ବର୍ଣ୍ଣ ବୈଷମ୍ୟ ନିୟମର ଅନ୍ତର୍ଭୁକ୍ତ ଥିଲା ବୋଲି ତାର ମାଆ ବୁଝାଇ ଦେଲେ। ଦକ୍ଷିଣ ଆଫ୍ରିକାରେ ଲୋକମାନଙ୍କୁ 4 ଭାଗରେ ବିଭକ୍ତ କରାଯାଏ। ଦକ୍ଷିଣ ଆଫ୍ରିକା ଲୋକମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଏ? ନା 4 ଭାଗରେ ବିଭକ୍ତ କରାଯାଏ। କେତେ ଭାଗରେ? ନା 4 ଭାଗରେ ବିଭକ୍ତ କରାଯାଏ। ଦକ୍ଷିଣ ଆଫ୍ରିକାର ଲୋକମାନଙ୍କୁ 4 ଭାଗରେ ବିଭକ୍ତ କରାଯାଏ। ଯଥା କଳା, ଧଳା, ଭାରତୀୟ, ଅନ୍ୟାନ୍ୟ ରଙ୍ଗର ମଣିଷ ଜାତି। କଳା, ଧଳା, ଭାରତୀୟ ଓ ଅନ୍ୟାନ୍ୟ ରଙ୍ଗର ମଣିଷ ଜାତି। ନିୟମ ଅନୁସାରେ ଏହିସବୁ ଜାତିର ମଣିଷ ମିଳିମିଶି ରହିପାରିବେ ନାହିଁ। ଏପରିକି କେହି କାହା ପାଖରେ ରହିବେ ନାହିଁ କିମ୍ବା ସରକାରଙ୍କ ସମସ୍ତ ସାଧାରଣ ସୁବିଧାର ଦାବିଦାର ହୋଇପାରିବେ ନାହିଁ। ସେ ଦିନର ଆମ୍ବୁଲାନ୍ସ ଓ ଡାକ୍ତରଖାନା ମଧ୍ୟ କଳା ଲୋକ ଧଳା ଲୋକଙ୍କ ପାଇଁ ଅଲଗା ଥିଲା। କଳା ଲୋକ ଅଲଗା ଯିବେ, ଧଳା ଲୋକ ଅଲଗାରେ ଯିବେ। ଧଳା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ିରେ ସେହିପରି କିଛି ସୁବିଧା ରହୁନଥିଲେ। ଧଳା ଲୋକଙ୍କ ପାଇଁ ନିଆରା ଟ୍ରେନ ଓ ବସ୍ ଚଳାଚଳ କରୁଥିଲେ। ଟ୍ରେନ ଓ ବସ୍ ଧଳା ଲୋକ ଯିବା ଆସିବା କରୁଥିଲେ। ଏପରିକି ବସ୍ ରହଣି ସ୍ଥାନ ମଧ୍ୟ କଳା ଧଳା ଲୋକଙ୍କ ପାଇଁ ଅଲଗା ଥିଲା। କଳା ବା ଅନ୍ୟ ବର୍ଗର ଲୋକମାନଙ୍କ ଭୋଟ ଦେବାର ବ୍ୟବସ୍ଥା ନଥିଲା। ମୁଖ୍ୟ ଭଲ ଜାଗା ଗୁଡ଼ିକରେ ଧଳା ମଣିଷମାନେ ରହୁଥିଲା। ଅନ୍ୟ ବର୍ଗର ଲୋକମାନେ ସହରଠୁ ଦୂର
ତଳିଆ ଅସ୍ୱାସ୍ଥ୍ୟକର ଜାଗାରେ ବସବାସ କରୁଥିଲେ। ଏଣୁ କଳା ଲୋକମାନେ ଧଳା ମଣିଷଙ୍କ କେବେ ବି ସମାନ ପାଉନଥିଲେ। ଆଫ୍ରିକାର ଦକ୍ଷିଣ ପଶ୍ଚିମାଞ୍ଚଳରେ ସୁଏଟ କାଲି ଗୋଟେ କଳା ଲୋକଙ୍କ ସହର ଥିଲା। ହେକ୍ଟର ନର୍ଲୁକ୍ ସେହି ଅଞ୍ଚଳର ପିଲାଟିଏ। ଆଫ୍ରିକୀୟ ଭାଷା ସ୍କୁଲମାନଙ୍କରେ ପଢ଼ା ନ ଯିବା ପାଇଁ ଆନ୍ଦୋଳନ ଚାଲିଥାଏ। ହେକ୍ଟର ତାର ଛାତ୍ରସାଥୀମାନଙ୍କ ସହ ଏହି ଆନ୍ଦୋଳନରେ ସାମିଲ ହୋଇଥାଏ। ଆଫ୍ରିକାର ଭାଷା କହିଲେ ଏହା ଧଳା ମଣିଷଙ୍କର କଥିତ ଭାଷା। ଏହା ଧଳା ମଣିଷଙ୍କର କଥିତ ଭାଷା। ହେକ୍ଟର ଓ ଅନ୍ୟ ପିଲାଙ୍କୁ ଏହି ଭାଷା ବାଧ୍ୟତାମୂଳକ ଭାବେ ଶିଖିବାକୁ କୁହାଯାଉଥାଏ। କିନ୍ତୁ ପିଲାମାନେ ତାଙ୍କ ଆଞ୍ଚଳିକ ଭାଷା ଝୁଲି ଶିଖିବାକୁ ପଢ଼ିବାକୁ ଚାହୁଁଥିଲେ। ଦକ୍ଷିଣ ଆଫ୍ରିକୀୟ ପୁଲିସ ଏହି ତରୁଣ ଆନ୍ଦୋଳନକାରୀଙ୍କୁ ଅତି ନିଷ୍ଠୁର ଭାବେ ପିଟିଲା ଓ ଛାତ୍ରମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରାଗଲା। ସେହି ଗୁଳିମାଳରେ ଗୋଟିଏ ଗୁଳି ହେକ୍ଟରକୁ ବିଦ୍ଧ କଲା ଓ ସେ ସେହିଠାରେ ଟଳି ପଡ଼ିଲା। ଏହା 1976 ମସିହା ଏପ୍ରିଲ 30 ତାରିଖର ଘଟଣା। 1976 ମସିହା ଏପ୍ରିଲ 30 ତାରିଖରେ ଏପ୍ରିଲ 30 ତାରିଖ ଏପ୍ରିଲ 30 ତାରିଖର ସେଇ ହେକ୍ଟରକୁ ସେଇ ଗୁଳିମାଡ଼ କଲା। ସେ 1976 ମସିହା ଏପ୍ରିଲ 30 ତାରିଖର ଘଟଣା। ବର୍ଣ୍ଣ ବୈଷମ୍ୟ ବଡ଼ ବିରୋଧରେ ଆଫ୍ରିକୀୟ ଜାତୀୟ କଂଗ୍ରେସ ନାମକ ଦଳେ ଲୋକ ଜୋରଦାର ଆନ୍ଦୋଳନ ଚଳାଇଲେ। ସେମାନଙ୍କ ଭିତରେ ବିଶିଷ୍ଟ ନେତା ଥିଲେ ନେଲସନ ମାଣ୍ଡେଲା। ଏହି ଆନ୍ଦୋଳନ ବହୁ ବର୍ଷ ଧରି ଚାଲିଲା। ଶେଷରେ 1994 ମସିହାରେ ଦକ୍ଷିଣ ଆଫ୍ରିକା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ମାନ୍ୟତା ପାଇଲା ଓ ସବୁ ମଣିଷ, ସବୁ ଜାତିର, କଳା, ଗୋରା ଓ ଅନ୍ୟ ବର୍ଣ୍ଣର ମଣିଷମାନଙ୍କର ସମାନ ଅଧିକାର ରହିଲା। ହେକ୍ଟର ଓ ତାର ସାଥୀମାନେ କ'ଣ ପାଇଁ ଆନ୍ଦୋଳନ ଚଳାଇଥିଲେ? ନା, ଯୋଗଦାନ ବା ଅଂଶଗ୍ରହଣ। ଗଣତାନ୍ତ୍ରିକ ଲୋକମାନେ ସିଦ୍ଧାନ୍ତ ନିଅନ୍ତି। ଲୋକମାନେ ସେମାନଙ୍କ ପ୍ରତିନିଧିଙ୍କୁ ସିଧାସଳଖ ଭୋଟ ଦେଇ ବାଛିଥାନ୍ତି ଓ ନିର୍ବାଚିତ ନେତାମାନେ ଲୋକମାନଙ୍କ ତରଫରୁ ଏକାଠି ବସି ନିର୍ଦ୍ଧାରଣ କରନ୍ତି। ତେଣୁ ଲୋକମାନେ ପରୋକ୍ଷ ଭାବେ ନିଜକୁ ଶାସନ କରନ୍ତି। ଏହି ନୀତି ନିର୍ଦ୍ଧାରଣ ସମୟରେ ନେତାମାନେ ଲୋକମାନଙ୍କର ମତାମତ ତଥା ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାନ୍ତି। ସମସ୍ତ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ନିର୍ବାଚିତ ହୋଇଥାନ୍ତି। ଭାରତ ଏହା 5 ବର୍ଷ ପାଇଁ ସ୍ଥିର କରାଯାଇଛି। ଥରେ ନିର୍ବାଚିତ ହେଲେ ସରକାର ସେହି ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିପାରିବେ। ଯଦି ସେମାନେ କ୍ଷମତାରେ ପୁନଃ ରହିବାକୁ ଚାହାନ୍ତି ତେବେ ତାଙ୍କୁ ପୁଣି ଥରେ ଜନସାଧାରଣଙ୍କ ଦ୍ୱାରା ପୁନଃନିର୍ବାଚିତ ହୋଇ ଆସିବାକୁ ପଡ଼େ। ସେତିକିବେଳେ ଲୋକ ସେମାନଙ୍କର କ୍ଷମତା ବିଷୟରେ ସଚେତନ ହୁଅନ୍ତି। ଏହିପରି ଭାବେ ସରକାରଙ୍କର କ୍ଷମତା ଲୋକଙ୍କ ହାତରେ ସୀମିତ ରହେ। କେଉଁ କେଉଁ ବାଟରେ ଲୋକମାନେ ସରକାରଙ୍କ କାର୍ଯ୍ୟରେ ସାମିଲ ହୁଅନ୍ତି? କେଉଁ କେଉଁ ବାଟରେ ଲୋକମାନେ ସରକାରଙ୍କ
ସରକାରଙ୍କ କାର୍ଯ୍ୟରେ ସାମିଲ ହୁଅନ୍ତି। ନିର୍ବାଚନ ସାଧାରଣତଃ 5 ବର୍ଷରେ ଥରେ ହୁଏ। ନିର୍ବାଚନ ସାଧାରଣତଃ 5 ବର୍ଷରେ ଥରେ ହୁଏ। ମତଦାନ ବ୍ୟତୀତ ଅନ୍ୟ ଉପାୟରେ ମଧ୍ୟ ଲୋକମାନେ ସରକାରଙ୍କ ସହ ସହଭାଗୀ ହୁଅନ୍ତି। ସରକାର ବିଭିନ୍ନ କାର୍ଯ୍ୟ ଉପରେ ଲୋକମାନେ ଦୃଷ୍ଟି ରଖନ୍ତି। ଆବଶ୍ୟକ ପଡ଼ିଲେ ଲୋକମାନେ କଡ଼ା ସମାଲୋଚନା କରିବାକୁ ବାଧ୍ୟ ହୁଅନ୍ତି। ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼େ। ସରକାରଙ୍କ ତ୍ରୁଟି ସୁଧାରିବାକୁ ସୁଯୋଗ ଦିଆଯାଏ। ବିଭିନ୍ନ ଧର୍ମଘଟ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ ଜଣାଯାଏ। ଯେଉଁ କାର୍ଯ୍ୟଗୁଡ଼ିକ ଅନ୍ୟାୟମୂଳକ ବା ଅଯଥାର୍ଥ ସେଥିପାଇଁ ପ୍ରତିବାଦ ଜଣାଇବାକୁ ଉପରୋକ୍ତ ମାଧ୍ୟମରେ ସହାୟତା ନିଆଯାଏ। ଖବରକାଗଜ, ପତ୍ର ପତ୍ରିକା, ବେତାର ମାଧ୍ୟମରେ ତଥା ଦୂରଦର୍ଶନ ଇତ୍ୟାଦି ଗଣମାଧ୍ୟମ ସରକାରଙ୍କ କାର୍ଯ୍ୟକଳାପ ତଥା ଦାୟିତ୍ୱକୁ ଆଲୋଚନା ସମାଲୋଚନା ପର୍ଯ୍ୟାଲୋଚନା କରନ୍ତି। ଏଥିରେ ସରକାର ସମସ୍ତ ଶ୍ରେଣୀର ଲୋକଙ୍କୁ ଭାଗୀଦାର ନେବା ପାଇଁ ସୁଯୋଗ ଦିଅନ୍ତି। 2 ନମ୍ବର କହୁଛି ବିଭିନ୍ନ ବାଦ ବିବାଦ ବା ସଂଘର୍ଷ ସଂଘର୍ଷରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କିପରି? ମତ ପାର୍ଥକ୍ୟ ବା ସଂଘର୍ଷ ସେତେବେଳେ ଆସେ ଯେତେବେଳେ କୌଣସି ସଂସ୍କୃତ ଧର୍ମ ଅଞ୍ଚଳ ବା ଆର୍ଥିକ ଅନଗ୍ରସର ଲୋକ ସରକାରଙ୍କ ସହ ତାଳମେଳ ରଖି ଆଗେଇ ପାରନ୍ତି ନାହିଁ। ସେମାନେ ସରକାରଙ୍କର ଉନ୍ନତିମୂଳକ କାର୍ଯ୍ୟକ୍ରମରୁ ବିଚ୍ଛିନ୍ନ ହୋଇଗଲା ପରି ବୋଧ କରନ୍ତି। ଏହି ବିଭିନ୍ନତା ସମାଧାନ କରିବାକୁ ଯାଇ ଲୋକମାନେ ବିଭିନ୍ନ ପନ୍ଥା ବାଛି ନିଅନ୍ତି। ସରକାର ଏହି ମତ ପାର୍ଥକ୍ୟକୁ ସମାଧାନ କରିବାକୁ ସରକାର ଦାୟୀ ଯଦି କୌଣସି କାରଣରୁ ଧାର୍ମିକ ଶୋଭାଯାତ୍ରା ବା ଉତ୍ସବ ପାଳନରେ ମତାନ୍ତର ବା ସଂଘର୍ଷ କାରଣ ହୋଇପାରେ, ସେତେବେଳେ ସରକାର ବିଶେଷତଃ ପୁଲିସ ବାହିନୀ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଯେପରି ଗଣ୍ଡଗୋଳ ହେବ ନାହିଁ ତା ପାଇଁ ସୁଚିନ୍ତିତ ପୂର୍ବ ପ୍ରତିଷେଧକ ବ୍ୟବସ୍ଥା ସେମାନେ କରିବା ଉଚିତ। ଏପରିକି ନଦୀର ଜଳ ଆବଣ୍ଟନ ପାଇଁ ରାଜ୍ୟ ମଧ୍ୟରେ କୌଣସି ବିବାଦ ଦେଖାଦେଲେ ଏ କ୍ଷେତ୍ରରେ କେନ୍ଦ୍ର ସରକାର ଏହାର ସମାଧାନ ପାଇଁ ଆଗେଇ ଆସିବା ଉଚିତ। କେଉଁ ରାଜ୍ୟ କେତେ ଜଳ ରଖିବା ଓ କେତେ ଛାଡ଼ିବ ତାହା କେନ୍ଦ୍ର ସରକାର ସ୍ଥିର କରିବା ଉଚିତ। ଉଭୟ ରାଜ୍ୟ
ଏ ବଣ୍ଟନକୁ ସମ୍ମାନ ଦେବା ଉଚିତ। 3 ନମ୍ବର, ସବୁ ମଣିଷ ସମାନ। ସବୁ ମଣିଷ ସମାନ। ଏଥିପାଇଁ ସରକାର କି କାର୍ଯ୍ୟକ୍ରମ ହାତକୁ ନେବା ଉଚିତ? ପୂର୍ବରୁ ଚାଲି ଆସିଥିବା ଅସ୍ପୃଶ୍ୟତାର ଧାରା ଆଇନ ବଳରେ ଉଚ୍ଛେଦ ହେଲାଣି। ଏହି ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ନ କରିବା ଉଚିତ। ଅସ୍ପୃଶ୍ୟତା ଦୂର ହେବା ଉଚିତ। ଏଥିପାଇଁ ସରକାର ଏସବୁ ଶ୍ରେଣୀର ଲୋକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧାମାନ ସୃଷ୍ଟି କଲେ, ଯାହାଫଳରେ ଅର୍ଥନୈତିକ ସାମାଜିକ ସ୍ତରରେ ସମସ୍ତେ ସମାନ ସୁବିଧା ପାଇପାରିଲେ। ଚତୁର୍ଥ ନମ୍ବର କ୍ୱେଶ୍ଚନ, 4 ନମ୍ବର, ଗୋଟିଏ ଗଣତାନ୍ତ୍ରିକ ଦେଶ କିପରି ଖୁବ୍ ଶକ୍ତିଶାଳୀ ହୋଇ ଉଠେ? ନା ଗୋଟିଏ ଗଣତାନ୍ତ୍ରିକ ଦେଶ କିପରି ଖୁବ୍ ଶକ୍ତିଶାଳୀ ହୋଇ ଉଠେ? ଯଦି ଦେଶବାସୀ ସଚେତନ ତଥା ଆଗ୍ରହୀ ରୁହନ୍ତି, ସେମାନେ ସରକାରଙ୍କର ପ୍ରତ୍ୟେକ କାର୍ଯ୍ୟରେ ନଜର ରଖୁଥାନ୍ତି, ତେବେ ଏକ ଗଣତାନ୍ତ୍ରିକ ଦେଶ ଖୁବ୍ ଶକ୍ତିଶାଳୀ ହୋଇ ଉଠେ। ଯଦି ଦେଶବାସୀ ସଚେତନ ତଥା ଆଗ୍ରହୀ ରୁହନ୍ତି, ସେମାନେ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟରେ ନଜର ରଖୁଥାନ୍ତି, ତେବେ ଏକ ଗଣତାନ୍ତ୍ରିକ ଦେଶ ଖୁବ୍ ଶକ୍ତିଶାଳୀ ହୋଇ ଉଠେ। ତାପରେ 5 ନମ୍ବର କ୍ୱେଶ୍ଚନ, ସମାଜର କିଛି ମତ ପାର୍ଥକ୍ୟ ଓ ତାର ସମାଧାନର ବାଟ
ସରକାର କିପରି ବାହାର କରିଥାନ୍ତି? ଭାରତୀୟ ସମ୍ବିଧାନର ମୌଳିକ ନୀତି ନିୟମ ପ୍ରଣୟନ ହୋଇଛି ଯାହାକୁ ସବୁ ଲୋକ ପାଳନ କରିବାକୁ ବାଧ୍ୟ। ଏହି କାନୁନ ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ମତାନ୍ତର ବା ସଂଘର୍ଷଗୁଡ଼ିକ ଏହି ନିୟମ କାନୁନ ଅନୁସାରେ ସମାଧାନ ହେବା ଉଚିତ। ଏହି କାନୁନ ଛୁଆ ଗଣତନ୍ତ୍ର ସାଧନ ନଗର ବିଜ୍ଞାନ ଆମର ଏଇଟା ଦ୍ୱିତୀୟ ବିଷୟ ଗଣତାନ୍ତ୍ରିକ ସରକାର ମୂଳ ତତ୍ତ୍ୱ ହେଲା। ମୁଁ ତମକୁ ସବୁ କ୍ୱେଶ୍ଚନ ଆଲୋଚନା କରିଦେନି, ତମେ ଏଇଟା କରିବ। ଏତିକି କହି ରହୁଛି। ବନ୍ଦେ ମାତରମ୍।